ବଦଳିଲା ଓଡ଼ିଶାର ଏହି ସବୁ ଜିଲ୍ଲାର ନାମ। ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶାର କେତେଟା ଜିଲ୍ଲା ବା ସହରର ନାମ ତାହାର ସ୍ପେଲିଂଟି ବଦଳି ଦିଆଯାଇଛି। ଯଦି ଆପଣ ସେହି ସହର କିମ୍ବା ଜିଲ୍ଲା ଅନ୍ତର୍ଗତରେ ଆସୁଛନ୍ତି ତାହେଲେ ଆପଣ ତାର ସ୍ପେଲିଂ କେମିତି ଲେଖିବେ ଏବଂ କେଉଁ ଡିଷ୍ଟ୍ରିକ୍ଟ ବା ସହରର ନାମ ବଦଳିଛି ଦେଖନ୍ତୁ ପୂର୍ବରୁ ଆପଣ ଅନୁଗୁଳରେ ଦେଖନ୍ତୁ, ଅନୁଗୁଳରେ ପୂର୍ବର ସ୍ପେଲିଂ ANGUL ଥିଲା, ଯାହା ବର୍ତ୍ତମାନ ANUGUL ଲେଖିବେ। ତାପରେ ଦେଖନ୍ତୁ ପାଇଲହାଡ଼, ତାହାର ହେଉଛି ଦେଖନ୍ତୁ ତାର ଇଂଲିଶରେ ଥିଲା ପଲ୍ଲାହାର ଥିଲା, ଯାହା ଏବେ ପଲ୍ଲାହାଡ଼ ହେବ। ତାପରେ ଦେଖନ୍ତୁ ଆଠଗଡ଼ର ଏଇଟା ଆଠଗଡ଼ ଥିଲା, ଯେଟା ଲାଷ୍ଟରେ RH ଲାଗିଥିଲା, ବର୍ତ୍ତମାନ ସେଇଟା GAD ଲାଗିବ, ମାନେ ଆଠଗଡ଼ ହେବ। ତାପରେ ଦେଖନ୍ତୁ ସାଲିପୁର ଥିଲା, ତାପରେ ଦେଖନ୍ତୁ ଏଇଟା ଏବେ ବର୍ତ୍ତମାନ ଲେଖାଯାଇଛି ସାଲେପୁର। ତ ଏଇଟା ପୂର୍ବରୁ ଥିଲା ଏଇଟା, ଆଉ ଏବେ ବର୍ତ୍ତମାନ ଏଇଟା ଲେଖା ହେଇଛି। ତ ଏଇ ଯେଉଁ ଆପଣ ଯଦି ପୂର୍ବରୁ ଏଇଟା ଲେଖୁଥିଲେ ତାହେଲେ ବର୍ତ୍ତମାନ ଏହା ଲେଖିବେ ନାହିଁ, এইটা ହିଁ ତାର କରେକ୍ଟ ସ୍ପେଲିଂ ହେବ। ତାପରେ ଦେଖନ୍ତୁ ବଡ଼ମ୍ବାର କ'ଣ ଅଛି, ବଡ଼ମ୍ବାର ଦେଖନ୍ତୁ ଏଠିରେ BARMBA ଥିଲା, ତାକୁ BADAMBA କରାଗଲା। ତାପରେ ବାଲେଶ୍ୱର ଆପଣ ଜାଣିଥିବେ BALSOR ଲେଖାଯାଉଥିଲା, ତାକୁ BALESWR ଲେଖାଯିବ। ତାପରେ ଦେଖନ୍ତୁ ନୀଳଗିରିର NILGIR ଲେଖାଥିଲା, ନୀଲଗିରି ଯାହା ଲେଖା ହେଉଥିଲା ତାକୁ ବର୍ତ୍ତମାନ NILGIR ଲେଖାଯିବ। ତାପରେ ଦେଖନ୍ତୁ ଆଉଲଟାକୁ AUL ଲେଖା ହେଉଥିଲା, ଯେଉଁଟାକି ଆପଣ ଆଲିକୁ କୁହନ୍ତି, ସେଇଟା ବର୍ତ୍ତମାନ ALI ଲେଖାଯିବ। ତାପରେ ଦେଖନ୍ତୁ କେନ୍ଦ୍ରାପଡ଼ାରେ ଦେଖନ୍ତୁ ଏଠିରେ କେନ୍ଦ୍ରାପଡ଼ା ଲେଖାଯାଇଥିଲା, ଲାଷ୍ଟକୁ ସେଇଟାକୁ କେନ୍ଦ୍ରାପଡ଼ା କରାଗଲା। ତାପରେ ଦେଖନ୍ତୁ ମହାକାଳପଡ଼ାରେ ଦେଖନ୍ତୁ ମହାକାଳପଡ଼ାରେ ଏଇଟା ମହାକାଳପଡ଼ା ଲେଖା ହେଇଥିଲା ଇଂଲିଶରେ, ଲାଷ୍ଟରେ PR ଲେଖା ହେଇଥିଲା, ତାକୁ ଏଠିରେ PADA କରାଗଲା। ତାପରେ ଦେଖନ୍ତୁ କେନ୍ଦୁଝର ଯାହାକୁ ଆପଣ କହୁଥିଲେ କେଉଁଝର ଲେଖୁଥିଲେ, ସେଇଟାକୁ ପୁଣି କରେକ୍ସନ କରିକି କ'ଣ ଲେଖାଯାଇଛି କେନ୍ଦୁଝର କରାଯାଇଛି। ତାପରେ ଦେଖନ୍ତୁ ବରବିଲ ଲେଖାଥିଲା, BARBL ଥିଲା, ତାକୁ କ'ଣ କରାଗଲା BADBIL କରାଗଲା। କେନ୍ଦୁଝର ଗଡ଼ର ଦେଖନ୍ତୁ କେଉଁଝର ଗଡ଼ ଲେଖା ଅଛି, ତାହାକୁ କେନ୍ଦୁଝର ଗଡ଼ ଲେଖାଯିବ। ତାପରେ ଦେଖନ୍ତୁ ଏଇଟା ରାଇର ଖୋଳ ପ୍ରଥମେ ଲେଖାଯାଇଥିଲା, ବର୍ତ୍ତମାନ ସେଟାକୁ ରେଡ଼ା ଖୋଳ ଲେଖାଯିବ। ନୟାଗଡ଼ର ସ୍ପେଲିଂ ଲାଷ୍ଟକୁ ନୟାଗଡ଼ GRS ଲେଖାଯାଇଥିଲା, ତାକୁ ନୟାଗଡ଼ ଲେଖାଯିବ, DADA କରାଯିବ। ତାପରେ ଦେଖନ୍ତୁ ଦଶପଲ୍ଲାର ଆପଣ ଦେଖିପାରୁଥିବେ ଦଶପଲ୍ଲାକୁ ଦଶପଲ୍ଲା ଲେଖାଯାଇଥିଲା, ସେଟାକୁ ଦଶପଲ୍ଲା କରାଗଲା। ବର୍ତ୍ତମାନ ଆପଣ ଯଦି ଏ ଅଞ୍ଚଳ ତାହେଲେ ବର୍ତ୍ତମାନ ଏ ସ୍ପେଲିଂ ଲେଖିବେ, ଏହା ହିଁ ଲେଖାଯିବ। ଏହା ଓଡ଼ିଶା ସରକାରଙ୍କ ଦ୍ୱାରା କରେକ୍ସନ କରାଅଛି। ଯେଉଁ ସବୁ ଜାଗାର ଭୁଲ ସ୍ପେଲିଂ ଥିଲା, ପୂର୍ବରୁ ଅଲଗା ସ୍ପେଲିଂ ଥିଲା, ଆଉ ବର୍ତ୍ତମାନ ତାହାକୁ ଚେଞ୍ଜ କରିଦିଆଯାଇଛି। ବର୍ତ୍ତମାନ ଆପଣ କୌଣସି ଜାଗାରେ ବି ଯଦି ଆଡ୍ରେସ୍ ଲେଖନ୍ତି, ଆପଣ ଏଇ ଅଞ୍ଚଳରେ ଯଦି ଅନ୍ତର୍ଗତ ଆସୁଛନ୍ତି ତାହେଲେ ବର୍ତ୍ତମାନ ଏ ସ୍ପେଲିଂ ଲେଖିବେ।